ଭାଇ ଆପଣଙ୍କ ନାଁଟା କ'ଣ? ମୋ ନାଁଟା ସିପୁ ଆଜ୍ଞା ଆଉ ସୋରୁମ୍ ବାବା କାର୍ସ। ଆମର କହିବା ଏ ସୋରୁମ୍ ହସ୍ପିଟାଲରେ ଭାଇ କେତେ ଦିନ ହେଲାଣି? ଏଇଟା ହସ୍ପିଟାଲରେ 2 ବର୍ଷ କମ୍ପ୍ଲିଟ୍ କରିବ ଆଉ ବାବା କାର୍ ଆଜିକି 6.5 ବର୍ଷ କମ୍ପ୍ଲିଟ୍ ହେଇଗଲାଣି। ଆମର ଫାଷ୍ଟ ବ୍ରାଞ୍ଚଟା ଅଛି ଆଚାର୍ଯ୍ୟ ସୈନିକ ସ୍କୁଲ ପାଖରେ, ସେଠି ବି ବହୁତ ସାରା ଗାଡ଼ି ରହୁଛି। ଆଉ ଆମର କହିବା କଲେକ୍ସନ୍ କେତେଟା ଅଛି? କଲେକ୍ସନ୍ ଆମର 110ରୁ 120 ରହିବ। ମଲ୍ଟି ବ୍ରାଣ୍ଡ ମଲ୍ଟି କଲର୍, କମ୍ ବଜେଟ୍ରୁ ହାଇ ବଜେଟ୍। ଯଦି ଗୋଟେ କଷ୍ଟମର ଚାହୁଁଛି ନାଇଁ 80,000 70,000 40,000 ଡିପି ଦେଇକି ଗାଡ଼ି ନେବା ପାଇଁ, ତାଙ୍କର ବି ସ୍ୱପ୍ନକୁ ଆମେ ସାକାର କରୁଛୁ। ଆଉ ଆମର କହିବା ଏଠି ପ୍ରପର୍ ଲୋକେସନ୍ଟା ପ୍ରପର୍ ଲୋକେସନ୍ଟା ଏଇଟା ଆପଣ ଯଦି କଟକ ପଟୁ ଆସୁଛନ୍ତି ପୁରୀର ମେନ୍ କେଲାର ପରେ ବାଁ ପଟେ ଆପଣଙ୍କୁ ନେକ୍ସା ସୋରୁମ୍ ପଡ଼ିବ, ତା ବ୍ୟାକ୍ ସାଇଡ଼୍ ରହୁଛି ବାବା କାର୍। ଯଦି ଆପଣ ଭୁବନେଶ୍ୱର ପଟୁ ଆସୁଛନ୍ତି କୁଆଖାଇ ନଦୀ ପରେ ହଂସପାଳ ଛକ ଆସିବ, ନୂଆ ଓଭରବ୍ରିଜ୍ ଉପରେ ନ ଆସି ତଳପଟେ ରଙ୍ଗରେ 100 ମିଟର କଟକ ଆଡ଼ିକି ଆସିଲେ ଡାହାଣ ପଟେ ଆପଣଙ୍କୁ ସେ ନେକ୍ସା ସୋରୁମ୍ ପଡ଼ିବ, ତା ପଛପଟେ ରହୁଛି ବାବା କାର୍ ନିୟର ବାଇ ପାତ୍ର ଇଲେକ୍ଟ୍ରୋନିକ୍। ଷ୍ଟାର୍ଟିଂ କେତେ ଟଙ୍କା ରହୁଛି? ଷ୍ଟାର୍ଟିଂ ଆମର ତ ଏପଟେ ବଜେଟ୍ ରହୁଛି 160,000, ଯଦି ଆପଣ ସେପଟୁ ନେବେ 80,000। ଦୁଇଟା ବ୍ରାଞ୍ଚ ଅଛି ଆଜ୍ଞା। ଆଉ କହିବା ବର୍ତ୍ତମାନ କେଉଁ କମ୍ପାନୀର ଗାଡ଼ି ରଖୁଛନ୍ତି? ଆମର ମଲ୍ଟି ବ୍ରାଣ୍ଡ ମଲ୍ଟି କଲର୍ ମଲ୍ଟି ସେଗମେଣ୍ଟର ଗାଡ଼ି। ଆଉ ଯଦି କହିବା ମାରୁତି ସୁଜୁକିର କେତେଟା କଲେକ୍ସନ୍ ଅଛି? ମାରୁତି ସୁଜୁକି 10-15ଟା ଯାହା ହେଲେ ନିହାତି କ'ଣ ଥିବ। ଗାଡ଼ି ଅଛି? ବାଲେନୋ ରହିଯିବ, ଡିଜାର ଅଛି, ସୁଇଫ୍ଟ ଅଛି, ଆପଣଙ୍କୁ ମାରୁତି ଏକ୍ସକ୍ରସ୍ ରହିଯିବ, ମାରୁତି ଇଟିକା ରହିବ। ରେଟ୍ କେମିତି କ'ଣ ଅଛି? ରେଟ୍ ସବୁ କମ୍ ପ୍ରାଇସ୍ ଅନୁସାରେ ଇୟର୍ ଅନୁସାରେ ରହୁଛି। ଆଉ ଏଟିକା କେତେ ଆସିବ? ଇଟିକା ଫାଇନାଲ୍ ରହିବ 440 ଭଳିଆ ରହିବ। ଏକ୍ସକ୍ରସ୍ ଆପଣଙ୍କୁ 590 ଫାଇନାଲ୍ ରହିବ। ଆଉ ୱାଗନର୍ ହେରିକା କିଛି ଅଛି? ୱାଗନର ଅଛି, ଅଟୋମେଟିକ୍ ଭ୍ୟାରିଏଣ୍ଟରେ ରହିବ। ରେଟ୍? 340 ଆକ୍ସିଂ ଅଛି, ତାପରେ ବି ନେଗୋସିଏବୁଲ୍ ହେବ। ଆଉ ଡିଜାର ହେରିକା? ଡିଜାର ଅଛି, ଡିଜେଲ୍ ଆଉ ପେଟ୍ରୋଲ ଦୁଇଟାକ ଅଛି, 5,80,000 ଯେଉଁଟା କଷ୍ଟମର ଦରକାର ସେଇଟା ବି ନେଇପାରିବେ। ଫାଇନାନ୍ସ କେତେ ଦିନ ଲାଗୁଛି? ଫାଇନାନ୍ସ 100 କିଲୋମିଟର ରେଞ୍ଜରେ ରହିଲେ 3 ଦିନ ଲାଗିବ, ଯଦି 100 କିଲୋମିଟର ଉପରୁ ରହୁଛନ୍ତି ୱାର୍କିଂ ଡେଜ୍ରେ 7 ଦିନ ଲାଗୁଛି। ଆଉ ଆମର କହିବା ଏକ୍ସଚେଞ୍ଜ ହେଉଛି? ଏକ୍ସଚେଞ୍ଜ ହେଉଛି, ଆପଣ ଚାହିଁଲେ କାର୍ ନେଇପାରିବେ, ଏକ୍ସଚେଞ୍ଜ କରି ଯେକୌଣସି ଗାଡ଼ି ନେଇପାରିବେ। ଯଦି ଏକ୍ସଚେଞ୍ଜ କରି ପଇସା ବି ଦରକାର ଆପଣ ବି ନେଇପାରିବେ। ଆଉ ଆମର କହିବା ଟେଷ୍ଟ ଡ୍ରାଇଭ୍ ଫ୍ରି ଅଛି? ଟେଷ୍ଟ ଡ୍ରାଇଭ୍ ଫ୍ରି ରହୁଛି ସକାଳ 10ଟାରୁ ସନ୍ଧ୍ୟା 6ଟା, ସାଙ୍ଗରେ ଲାଇସେନ୍ସ ଧରିକି ଆସିବେ, ୱାର୍କିଂ ଡେଜ୍ରେ ଆସିବେ। ଅଲ୍ ଓଡ଼ିଶା ଫାଇନାନ୍ସ? ଆଜ୍ଞା। ଆଉ ଆମର ଟେଷ୍ଟ ଡ୍ରାଇଭ୍ କେତେ କିଲୋମିଟର ଦିଆହେଉଛି? 5 କିଲୋମିଟର ସମଥିଙ୍ଗ ଦିଆହେଉଛି। ହୁଣ୍ଡାଇର କେଉଁ ଗାଡ଼ି ରଖିଛନ୍ତି? ହୁଣ୍ଡାଇର ଭେନ୍ୟୁ ହେବ, ହୁଣ୍ଡାଇ ଭର୍ନା, ଆପଣଙ୍କୁ ହୁଣ୍ଡାଇର ରହିଯିବ, କ୍ରେଟା ଅଛି, ବହୁତ ଗାଡ଼ି ଅଛି। କେତେ ରେଟ୍ ସବୁ ଆସିବ? ଅଛି ପାଖାପାଖି ରେଟ୍ ସେଇ 7.5-8 ଭିତରେ ସବୁ ଗାଡ଼ି ରହୁଛି। ମହିନ୍ଦ୍ରାର କ'ଣ ରଖୁଛି? ମହିନ୍ଦ୍ରା ଥର୍ ରହିବ, ବହୁତ ଡିମାଣ୍ଡେବୁଲ୍ ଗାଡ଼ି। ମହିନ୍ଦ୍ରା ସ୍କର୍ପିଓ ସମସ୍ତଙ୍କର ପସନ୍ଦ, ମହିନ୍ଦ୍ରା ବୋଲେରୋ, ମହିନ୍ଦ୍ରାର ସବୁ ବ୍ରାଣ୍ଡ ଅଛି। XV300, XV500। ଇଏ ଥାର୍ ଭାଇ କେତେ ରେଟ୍ ଅଛି? ଥାର୍ ଆମ ପାଖରେ 2ଟି ଅଛି, ଗୋଟେ ସଫ୍ଟ ଟପ୍ ଗୋଟେ ହାର୍ଡ଼ ଟପ୍, ଗୋଟେ ନ୍ୟୁ ଜେନେରେସନ୍ ଗୋଟେ ଓଲ୍ଡ ଜେନେରେସନ୍। ଓଲ୍ଡ ଜେନେରେସନ୍ଟା 5,80,000 ଅଛି, ନ୍ୟୁ ଜେନେରେସନ୍ଟା 12,50 ଅଛି। କେଉଁ ଇୟର ସେଇଟା? 22ର ଅଛି ଆଉ ଗୋଟେ 18ର ଅଛି। କେତେ କ'ଣ ଡିପିରେ ହେବ? ନୂଆଟା ନେଲେ ଆପଣଙ୍କୁ 2.5ରୁ 3 ଭଳି ଲାଗିବ, ପୁରୁଣାଟା ନେଲେ 1,00,000ରୁ 1.5 ଲକ୍ଷ ଲାଗିବ। ଆଉ ଆମର କହିବା ବଜେଟ୍ରେ ଡିଜେଲ ଗାଡ଼ି କିଛି ଅଛି? ବଜେଟ୍ରେ ଡିଜେଲ ଗାଡ଼ି ରହିଯିବ ଫୋର୍ଡ ଫିଗୋ, ରେନଲ୍ଡ ପଲ୍ସ, ଫିଆଟ୍ ଆଭେଞ୍ଚୁରା। 7 ସିଟର ଗାଡ଼ିରେ କହିବା କିଛି ବଜେଟ୍ 7 ସିଟର ଅଛି? ଡିଜେଲ ବାଲା ଖୋଜିଲେ ଆପଣଙ୍କୁ ରେନଲ୍ଡର ଲଜି ହେବ, ହୁଣ୍ଡା ମୋବିଲ ହେବ, ହୁଣ୍ଡା BRV ହେବ, ପେଟ୍ରୋଲରେ ଖୋଜିଲେ ମାରୁତି ଇଟିକା ହେବ। ଆଉ ଇଞ୍ଜିନ୍ ଅଏଲ୍ ଧରିକି ଆପଣ ଚେଞ୍ଜ କରିଦେବେ? ଇଞ୍ଜିନ୍ ଅଏଲ୍ ସବୁ ଗାଡ଼ିର ପ୍ରାୟତଃ ଚେଞ୍ଜ ହେଇକି ରହୁଛି। ଆମେ ସବୁବେଳେ କଷ୍ଟମର କହୁ ଆପଣ ଗାଡ଼ି ଆମଠୁ ନେଲା ପରେ ଇଞ୍ଜିନ୍ ଅଏଲ୍ ଚେଞ୍ଜ କରନ୍ତୁ, ଆପଣଙ୍କ ହିସାବରେ ଚଲାନ୍ତୁ। ଆଉ ଗାଡ଼ି କ୍ୟାସ୍ ନେଲେ କେତେ ସମୟ ଡେଲିଭରି? 15 ମିନିଟ୍ ଭିତରେ କ୍ୟାସ୍ ନେଲେ ଦେଉଛୁ। ଫାଇନାନ୍ସ କଲେ 100 କିଲୋମିଟର ଭିତରେ ତ ଆପଣଙ୍କୁ କହିଲି 3ରୁ 4 ଦିନ ଲାଗିବ। ଆଉ ଆମର କହିବା ଡେଲିଭରି ଟାଇମ୍ରେ କ'ଣ ଗାଡ଼ିରେ କରୁଛି? ଡେଲିଭରି ଟାଇମ୍ରେ ମେସିନ୍ ପଲିସ୍ ରହୁଛି, ସ୍ପା ରହୁଛି, ପୁରା କଷ୍ଟମରକୁ ମନ ପସନ୍ଦ ହେଲା ଭଳିଆ ସବୁ ଜିନିଷ କରିକି ଦିଆହେଉଛି। ଗାଡ଼ିର କ୍ୱାଲିଟି କଣ୍ଡିସନ୍ କେମିତି ରହିବ ରେଟ୍କୁ ଦେଖିକି? କ୍ୱାଲିଟି କଣ୍ଡିସନ୍ ତ ଆମେ କହିଲେ ହେବନି, ସେଇଟା କଷ୍ଟମର ଆସିକି ଟେଷ୍ଟ ଡ୍ରାଇଭ୍ କଲା ପରେ ସେ ନିଜେ ତାକୁ ଜାଣିପାରିବେ। ଆଉ ଏତେ ସୋରୁମ୍ ଅଛି, ବାବା କାର୍ସ ଲୋକ କ'ଣ ପାଇଁ ଆସିବେ? ବାବା କାର୍ ସବୁବେଳେ ଟ୍ରଷ୍ଟେଡ୍ ପ୍ଲାଟଫର୍ମ, ଆଉ କଷ୍ଟମରଙ୍କର ମନ ପସନ୍ଦର ଗାଡ଼ି ରଖେ, ବେଷ୍ଟ କଲେକ୍ସନ୍, ବେଷ୍ଟ ପ୍ରାଇସ୍। ସବୁବେଳେ ଆଜି ପର୍ଯ୍ୟନ୍ତ ଚେଷ୍ଟା ଜାରି ରହିଛି କମ୍ ଡାଉନ୍ ପେମେଣ୍ଟରେ ଭଲ ଗାଡ଼ି କଷ୍ଟମରକୁ ପକେଟକୁ ଛୁଇଁଲା ଭଳିଆ ପ୍ରାଇସ୍ରେ ତାଙ୍କ ପସନ୍ଦର ତାଙ୍କ ହିସାବର ଗାଡ଼ି ଆମେ ଯୋଗାଇ ଦେଉଛୁ। ବାବା କାର୍ସ ତରଫରୁ ଲୋକମାନଙ୍କୁ କ'ଣ କହିବା ପାଇଁ ଚାହିଁବେ? ବାବାମାନଙ୍କୁ ସବୁବେଳେ କହୁଛି ଆପଣ ଗାଡ଼ି କିଣନ୍ତୁ ନ କିଣନ୍ତୁ ଅଲଗା କଥା, ପ୍ରଥମେ ଆପଣ ବାବା କାର୍କୁ ଭିଜିଟ୍ କରନ୍ତୁ। ଯାହା ବି ପ୍ରାଇସ୍ ଦେଖୁଛନ୍ତି ଶୁଣୁଛନ୍ତି ସେଇଟା ଆକ୍ସିଂ ରହୁଛି, ଆପଣ ଥରେ ଆସନ୍ତୁ, ନିଜେ ଗାଡ଼ି ଦେଖିଲା ପରେ ପ୍ରାଇସ୍ ଆପଣଙ୍କୁ ବହୁତ ଭଲ ଲାଗିବ। ନିଅନ୍ତୁ ନ ନିଅନ୍ତୁ ଅଲଗା କଥା, ପ୍ରଥମେ ଆସନ୍ତୁ, କେବେ ବି ଆପଣ ଫେରିକି ଯିବେନି। ନମସ୍କାର।